ଶ୍ରୀମା ଶ୍ରୀ ଅରବିନ୍ଦ ଏହି ଶ୍ରୀ ଅରବିନ୍ଦ ପାଠଚକ୍ରରେ ଅନଲାଇନ ମାଧ୍ୟମରେ ଯୋଗଦାନ କରିଥିବା ଭାଇ ବାପାମାନଙ୍କୁ ନମସ୍କାର। ଆଜିର ଆଲୋଚ୍ୟ ବିଷୟ ସଂକ୍ଷେପରେ ଜୀବନ। ସଂକ୍ଷେପରେ ଜୀବନ ଏହି ପ୍ରସଙ୍ଗରେ ଆଲୋଚନା କରିବା ନିମନ୍ତେ ଭୁବନେଶ୍ୱର ସପ୍ତଶତୀ ନଗରର ରବି ଭାଇ ରବିନାରାୟଣ ମହାନ୍ତିଙ୍କୁ ମୁଁ ଅନୁରୋଧ କରୁଛି। ରବି ଭାଇ ତାଙ୍କର ବକ୍ତବ୍ୟ ପ୍ରଦାନ କରନ୍ତୁ। ମୋ ଜୀବନର ପରମ ଆରାଧ୍ୟ ମା ଓ ଶ୍ରୀ ଅରବିନ୍ଦ ଆତ୍ମନିଷ୍ଠ ସମସ୍ତ ଭଉଣୀ ଭାଇମାନଙ୍କୁ ମୋର ପ୍ରଣାମ। ମାଙ୍କ ପାଖରେ ମୋର ପ୍ରାର୍ଥନା ରଖୁଛି ଆଜିର ଏହି ନିବେଦନଟିକୁ ପ୍ରକାଶ କରିବା ଓ ଗ୍ରହଣ କରିବାରେ ତାଙ୍କର ଅନୁକମ୍ପା ଆମ ସହିତ ରହିଥାଉ। ବିଷୟବସ୍ତୁଟି ରହିଛି ସଂକ୍ଷେପରେ ଜୀବନ। ମୋର କହିବା କଥା ଏଠି ଯେ ଆମେ ଯୋଉ ଜୀବନ ଯାତ୍ରା, ମୃତ୍ୟୁ, ଆତ୍ମାର ଯାତ୍ରା ଇତ୍ୟାଦି ଦୀର୍ଘ ଆଲୋଚନା ଚାଲିଥିଲା, ଆଜିର ଏହି ଆଲୋଚନାଟି ମୋଟାମୋଟି ତାର ଏକ ସାରାଂଶ ଭାବରେ 40-45 ମିନିଟରେ ମୁଁ ଆଲୋଚନା କରିବାକୁ କାହିଁକି ମୋ ଭିତରେ ପ୍ରେରଣା ଆସିଲା। ତେଣୁ ମୁଁ ଏଇଟାକୁ ଗୋଟେ ସବଜେକ୍ଟ ବାଛିଛି। ଆଉ ଯୋଉମାନେ ସାପ୍ତାହିକ ମାସିକ ପର୍ସନାଲି ହଉ କି ଫୋନ ମାଧ୍ୟମରେ ମୋ ସହିତ ଇଣ୍ଟରାକ୍ସନ କରୁଛନ୍ତି, ସେମାନଙ୍କ ପାଇଁ ଏଟା ଟିକେ ସବଜେକ୍ଟଟା ବାରମ୍ବାର ଲାଗିବ। ନଚେତ୍ ଆମେ ସମସ୍ତେ ଶୁଣିବା କିଛି ଆମ ଜୀବନ ବିଷୟରେ। ଆଜି ମୁଖ୍ୟତଃ ଆମେ ଏଇ ଟପିକଟିକୁ ଶ୍ରୀ ଅରବିନ୍ଦଙ୍କ ମାଙ୍କର ମୂଳତା କରିବା। ଆମେ ଯୋଉମାନେ ମା ଶ୍ରୀଅରବିନ୍ଦଙ୍କୁ ଗ୍ରହଣ କରିଛୁ, ଜୀବନ ପରେ ଗୋଟେ ଜୀବନ, ଏମିତି କିଛି ଜୀବନ ଅତିକ୍ରାନ୍ତ କରି ଆମେ ଆସୁଛେ ବା ଏଇ ଯୋଉ ପ୍ରକ୍ରିୟାଟା ଚାଲିଛି, ଆମେ ମାନେ କିଛି ସଚେତନ ହେଇଗଲେ ମା ଶ୍ରୀଅରବିନ୍ଦଙ୍କ ଯୋଗରେ ପୂର୍ଣ୍ଣ ଯୋଗରେ ଯୋଉମାନେ ଯୋଗ ଦେଇଛେ, ସାଧାରଣ ମଣିଷ ପାଇଁ ଯୋଉମାନେ ନିର୍ଣ୍ଣୟତା ଭିତରେ ବଞ୍ଚିଛନ୍ତି, ସେମାନଙ୍କ ପାଇଁ ଜୀବନର ସଂଜ୍ଞା ଏପର୍ଯ୍ୟନ୍ତ ବି ଅଲଗା ରହିଛି। ତେଣୁ ଆଜିର ଯୋଉ ମଣିଷ ପାର୍ଥିବ ଜଗତରେ ତାର ମନ ପ୍ରାଣକୁ ଏଇ ପାର୍ଥିବ ପ୍ରକୃତିରେ ସ୍ଥାପନ କରିପାରିଛି ବା ସ୍ଥାପିତ କରିପାରିଛି, ଶରୀରକୁ ଆଧାର କରିକି ମନ ପ୍ରାଣ ଆସିକି ପହଞ୍ଚି ଯାଇଛନ୍ତି। ମନ ପ୍ରାଣ ସ୍ତରରେ ଆମ ଜୀବନ ପହଞ୍ଚି, ତେବେ ଏସବୁ ପଶ୍ଚାତରେ ରହିଛି ଆଉ କିଛି ଲକ୍ଷ୍ୟ। କଣ ସେ ଲକ୍ଷ୍ୟଟା? ମା କହୁଛନ୍ତି ସେ ଲକ୍ଷ୍ୟଟା ହଉଛି ଟୁ ବ୍ରିଙ୍ଗ ଦି ହାୟର କନସିୟସନେସ୍ ଡାଉନ୍ ଇନ୍ ଟୁ ଦି ଆର୍ଥ କନସିୟସନେସ୍। ଯୋଉ ଉଚ୍ଚତର ଚେତନା, ଯୋଉ ଉଚ୍ଚତର ଶକ୍ତି ବା ଆମେ କହିପାରିବା ଭଗବତ ଶକ୍ତି, ଭଗବାନଙ୍କ ଶକ୍ତି, ପରମଙ୍କ ଶକ୍ତି, ତାକୁ ପୃଥିବୀ ଚେତନାରେ, ପାର୍ଥିବ ଚେତନାରେ, ଏଇ ଜଡ ଜଗତରେ ମଧ୍ୟକୁ ଉଠାଇ ଆଣିବାକୁ, ଭଗବାନ ସେ ଶକ୍ତିକୁ ଏଠିକି ଆଣିକି ସ୍ଥାପିତ କରିବାକୁ ଏବଂ ତାକୁ ଆଣିକି କଣ କରିବ ନା ଆମକୁ ରଖିବା ପାଇଁ ପଡିବ ଆଜ୍ ଏ କନଷ୍ଟାଣ୍ଟ ରିଏଲାଇଜ୍ ଫୋର୍ସ। କନଷ୍ଟାଣ୍ଟ ରିଏଲାଇଜ୍ ଫୋର୍ସ ଅର୍ଥ ସ୍ଥିର ଭାବରେ ସେଇ ଶକ୍ତିଟା ଆମ ଅନୁଭବକୁ ଆସିକି ଏଇ ପାର୍ଥିବ ଜଗତରେ, ଏଇ ପାର୍ଥିବ ବାତାବରଣରେ କାର୍ଯ୍ୟ କରିବ। ଏଥିପାଇଁ ଆମେ ସମସ୍ତେ ଏଠିକି ଆସିଛେ, ସେଥିପାଇଁ ଆମର ଏଇ ଯୋଗ ଚାଲିଛି। ନଚେତ୍ ଆମର ଏଠି ଆସିବାର କିଛି ଆବଶ୍ୟକତା ନଥାନ୍ତା। ଆମେ ଯେମିତି ଏଠି ବଞ୍ଚିଛେ, ମନ ଓ ପ୍ରାଣକୁ ଅନୁଭବ କରିପାରୁଛେ, ତାର ଗତିବିଧିକୁ ବୁଝିପାରୁଛେ, ଠିକ ସେମିତି ଉଚ୍ଚତର ଶକ୍ତି ଯେତେବେଳେ ଏଠି କିଛି ଅବତରଣ କରିଯିବ, ଶକ୍ତି କାର୍ଯ୍ୟ କରିବ, ଆମେ ମଣିଷମାନେ ଚେତନା ସ୍ତରରେ ସେଇଭଳି ଭାବରେ ବୃଦ୍ଧିପ୍ରାପ୍ତ ହୋଇଥିବା, ଯେପରିକି ଆମେ ଉଚ୍ଚତର ବୁଝିବା ଓ ଅନୁଭବକୁ ନଉଥିବା। ଫର ଏକ୍ସାମ୍ପଲ ଆମେ କହିବା, ଆମେ ଗୋଟେ ବନ୍ଧୁ ଘରକୁ ଯାଇଛେ, ଗୋଟେ ବନ୍ଧୁ ସହିତ ବସିକି ସାମ୍ନାସାମ୍ନି କଥାବାର୍ତ୍ତା କରୁଛେ, ବନ୍ଧୁର ମନର କଥାକୁ ବୁଝୁଛେ, ତା ସହିତ ସେୟାର କରୁଛେ, ତାକୁ ସୁଖ ଦୁଃଖ ପଖାଳୁଛେ। ଠିକ ସେମିତି ଉଚ୍ଚତର ଶକ୍ତି ଏବଂ ଆମର ମନ ପ୍ରାଣର
ପ୍ରକ୍ରିୟା ବା ମନୋପନ୍ନ ଚେତନା ସ୍ତର ଉଚ୍ଚତର ଶକ୍ତି। ତ ସେଇଭଳି ଭାରି ଇଣ୍ଟରାକ୍ସନ ଡାଇରେକ୍ଟ ଫେସ୍ ଟୁ ଫେସ୍ ବସିକିରି ସତେ ଯେପରି ଆମେ ଭଗବାନ ସହିତ କଥା ହଉଛେ, ଭଗବାନ ଆମ ସହିତ ଅଛନ୍ତି, ଭଗବତ ସହିତ ଆମେ ଉଦ୍ଭୁତ ହଉଛେ, ଏଇଭଳି ଗୋଟେ ଅବସ୍ଥା ଆମ ସମସ୍ତଙ୍କର ପ୍ରାପ୍ତ ହବ। ସେଇ ପ୍ରାପ୍ତ କରିବା ପାଇଁ ଯୋଉ ଅବସ୍ଥା, ଯୋଉ ବ୍ୟବସ୍ଥା ଭିତରେ ଦେଇକି ଆମେ ଗତି କରୁଛେ ପ୍ରତ୍ୟେକଙ୍କ ଜୀବନରେ, ସେ ବ୍ୟବସ୍ଥା ଗୁଡ଼ିକ ପ୍ରଥମେ ହେଲା ଆମେ କହିପାରିବା ଯେ ପ୍ରଥମଟା କହିପାରିବା ଜନ୍ମ। ମାନେ ତା ହଉଛି ଲାଇଫ। ଆମେ କହିପାରିବା ଇଜ ଲାଇଫ। ହ୍ୱାଇ ଲାଇଫ ଆଫ୍ଟର ଲାଇଫ, ଜୀବନ ପରେ ଜୀବନ କାହିଁକି। ଏବଂ ତାପରେ ଆମର ପ୍ରଶ୍ନ ଆସିବ, ଯଦି ଜୀବନ ପରେ ଜୀବନ ଆସିଛି ତାହେଲେ ହ୍ୱାଟ ଇଜ ଡେଥ୍, ମୃତ୍ୟୁ କଣ। ମୃତ୍ୟୁ ପରେ ପରେ ଆସୁଛି ପୁନର୍ଜନ୍ମ, ଆମେ ତାକୁ କହିପାରିବା ହ୍ୱାଇ ରିବାର୍ଥ। ତ ଏଇସବୁ ଯୋଉ ଜନ୍ମ, ମୃତ୍ୟୁ, ପୁନର୍ଜନ୍ମ, ଏଇ ଜନ୍ମ ଏବଂ ମୃତ୍ୟୁ ମଧ୍ୟରେ ଯୋଉ କାଳତକ ରହିଲା, ଯୋଉ ସମୟତକ ରହିଲା, ତାକୁ ଆମେ କହିବା ଜୀବନର ଅବଧି। ବା ଅନ୍ୟ ଭାଷାରେ ଆମର ପ୍ରୋଗ୍ରେସ ପିରିୟଡ, ଆମର ପ୍ରଗତି କରିବାର ସେଟା ହଉଛି ସମୟ। ଆମେ ଶ୍ରୀ ଅରବିନ୍ଦଙ୍କ ସାବିତ୍ରୀ ଗୋଟେ ବାଣୀ ସମସ୍ତେ ଶୁଣିଛେ, ମୁଁ ବି କଥା ମାନେ ବିଭିନ୍ନ ଆମର ଏଇ ଟକରେ ବି ଆଲୋଚନା କରିଛେ। ତଥାପି ସେ ବାଣୀଟିକୁ ଉଦ୍ଧାର କରି ଆମେ ଯିବା ହ୍ୱାଟ ଇଜ ଲାଇଫ। ସାବିତ୍ରୀ ଶ୍ରୀ ଅରବିନ୍ଦ କହୁଛନ୍ତି, ଦିସ୍ ଟ୍ରାନ୍ସଫିଗୁରେସନ ଇଜ ଆର୍ଥ ଡ୍ୟୁ ଟୁ ହେଭେନ। ଏଠି ଯୋଉ ଆମ ବଦଳିବାର ପ୍ରକ୍ରିୟା ଯୋଉ ଚାଲିଛି, ଆମର ଯୋଉ ରୂପାନ୍ତରକାରୀର ପ୍ରକ୍ରିୟା ଚାଲିଛି, ଏଇଟା ମଣିଷ ଏବଂ ସ୍ୱର୍ଗ ଭିତରେ, ପାର୍ଥିବ ଜଗତ ଏବଂ ସ୍ୱର୍ଗ ମଧ୍ୟରେ, ଅନ୍ୟ ଭାଷାରେ ଆମେ ଆମ ଭଳି ଜୀବନ ଏବଂ ଭଗବାନଙ୍କ ଭିତରେ। ଏଇଟା ଗୋଟେ ଡ୍ୟୁ ମାନେ ଗୋଟେ ଋଣ। ତା ଅର୍ଥ ଭଗବାନ ଆମ ପାଖରେ ଋଣୀ, ଆମେ ଭଗବାନ ପାଖରେ ଋଣୀ। ଏଇ ଋଣ ପ୍ରକ୍ରିୟାକୁ ଅଦଳ ବଦଳ କରିବାକୁ, ଏଇ ଋଣକୁ ସୁଝିବା ପାଇଁ ଭଗବାନ ଆମ ପାଇଁ କାର୍ଯ୍ୟ କରିଚାଲିଛନ୍ତି, ଆମେ ତାଙ୍କ ପାଇଁ କାର୍ଯ୍ୟ କରୁଛେ। ଆଉ କଣ ହେଉଛି ନା, ଏ ମ୍ୟୁଚୁଆଲ ଡେପ୍ଥ ବାଇଣ୍ଡସ୍ ମ୍ୟାନ୍ ଟୁ ଦି ସୁପ୍ରିମ। ଏକ ପାରସ୍ପରିକ ବୁଝାମଣାର ବନ୍ଧନ ମଣିଷ ଏବଂ ପରମଙ୍କ ଭିତରେ ରହିଛି। His nature we must put on as he puts ours. ଆଉ କଣ ନା, his nature we must put on as he puts ours. ଭଗବାନ କଣ କରିଛନ୍ତି, କୃପା କରିକି ମଣିଷ ପ୍ରକୃତି ଧାରଣ କରି ଏଠିକି ଆସିଛନ୍ତି। ମଣିଷ ପ୍ରକୃତି ଧାରଣ କରି ଅର୍ଥାତ ମଣିଷ ହିଁ ଭଗବାନ। ଭଗବାନ ଆମ ଭିତରେ ଅଛନ୍ତି, ତେଣୁ ଆମେ ହଉଛେ ଭଗବାନ। ଆମେ କଣ କରିବା, ଯୋଉ ଆମ ଭିତରେ ଯୋଉ ଆତ୍ମସତ୍ତା ରହିଛନ୍ତି ସେ ଭଗବାନ, ସେ କାହା ଭିତରେ ରହିଛନ୍ତି ନା ଗୋଟେ ଶରୀରକୁ ଆଶ୍ରୟ କରି ରହିଛନ୍ତି ଆତ୍ମସତ୍ତା ବା ଆତ୍ମା। ତାଙ୍କ ପାଖରେ ଖଞ୍ଜି ଦିଆହେଇଛି ମନଟିଏ, ପ୍ରାଣଟିଏ। ଯୋଉ ମନ ପ୍ରାଣଟି ଆମ ପାଖରେ ଅଛି, ତାହା ବହୁତ ଲମ୍ବା ସମୟ ଧରିକି ରୂପାନ୍ତରିତ କ୍ରିୟାରେ ଭାଗ ନେଇ ପାରୁନି। ରୂପାନ୍ତରିତକୁ ବିଳମ୍ବ କରିଦଉଛି, କାହିଁକିନା ମନ ପ୍ରାଣର ଗତିବୃତ୍ତି ସବୁବେଳେ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୁଏ ନାହିଁ। ସେଇଥିପାଇଁ କହିଲେ ହିଜ ନେଚର ୱି ମଷ୍ଟ ପୁଟ ଅନ୍ ଆଜ ହି ପୁଟ୍ସ ଆୱାର୍ସ। ଭଗବାନ ଯେମିତି ମଣିଷ ରୂପ ଧାରଣ କରିକିରି ଏଠିକି ଆସିଛନ୍ତି, ତେଣୁ ଆମେ କଣ କରିବା, ତାଙ୍କର ଦିବ୍ୟ ଗୁଣକୁ ଧାରଣ କରିବା। ଆମେ ମାନେ ଆମର ତିନୋଟି ସତ୍ତା ଆମର ବୋଲି କହୁଛୁ, ସେଟା ହଉଛି ମନଟିଏ, ପ୍ରାଣଟିଏ ଏବଂ ସତ୍ୟଟିଏ। ଏଗୁଡିକ ମଧ୍ୟ କଣ କରିବେ ନା, ଦିବ୍ୟ କୃପା ଲାଭ କରି ଦିବ୍ୟତାର ଅଧିକାରୀ ହେବେ, ଦିବ୍ୟତାର ଅଧିକାରୀ ହେବେ, ଯାହାକି ଭଗବାନ ଯାହା ଆମେ ସେଇଆ ହେବା। ଆମ ମନ ପ୍ରାଣ ବି ଭଗବାନରେ ପରିଣତ ହେଇଯିବ। ଭଗବାନ ଅଭିଭୂତ ହବ, ଆତ୍ମା ସହିତ ସମ୍ମିଳିତ ହେଇଯିବ, ତାପରେ ଯାହା କାର୍ଯ୍ୟ ହଉଛି ସବୁ ଜାଣିଛି।
We are sons of God and must be even as He. His human person, we are sons of God and must be even as He. ଆମେ ହଉଛେ ଭଗବାନଙ୍କ ସନ୍ତାନ, ତେଣୁ ଆମେ ସେ ଯେପରି ଆମେ ସେହିପରି ହେବା। His human person, we must grow divine. His human person, we must grow divine. ତାଙ୍କର ଆମ ପାଖରେ ଭଗବାନଙ୍କର ଯେଉଁ ମଣିଷ ବା ପାର୍ଥିବ ଅଂଶଟି ଅଛି ତାକୁ ଆମେ ଦିବ୍ୟତାରେ ପରିଣତ କରିବା, ତାକୁ ଆମେ ଦିବ୍ୟତ୍ୱ ଦେବା, ଦିବ୍ୟତାର ଆଲୋକରେ ଆମର ସେଇ ପାର୍ଥିବ ଅଂଶଟି ଝଲମଲ କରି ଉଠିବ। ତାହେଲେ ତାଙ୍କର କୋଉ ଅଂଶଟା ଆମ ପାଖରେ ଅଛି ଯାହାକୁ ଆମେ ହ୍ୟୁମାନ ପର୍ସନ ବୋଲି କହୁଛେ? ନା ଆମର ମନ, ଆମ ପ୍ରାଣ, ଆମ ଶରୀର। ଏଗୁଡ଼ିକ ଭଗବାନଙ୍କର ଅଂଶ, କିନ୍ତୁ ମାନବୀୟ ଗୁଣଧର୍ମ ଧାରଣ କରି ରହିଥିବାରୁ ଆମେ ତାକୁ କହୁଛେ ହ୍ୟୁମାନ ପର୍ସନ। ତ ମନ ପ୍ରାଣ ଶରୀର କିନ୍ତୁ ଆତ୍ମାଙ୍କର ବା ଭଗବାନଙ୍କର। କାହିଁକିନା କିଛି ନଥିଲା, ମନ ପ୍ରାଣ ଶରୀର ଏଇଠି ସୃଷ୍ଟି ହେଇଛି, ଏଗୁଡାକୁ ଭଗବାନ ପଠେଇଛନ୍ତି ଏବଂ ତାଙ୍କ ମାଧ୍ୟମରେ ଆତ୍ମାଟିକୁ ଏଠି ଦେଇକରି କାର୍ଯ୍ୟ ଚାଲିଛି। ତାହେଲେ ତାଙ୍କର ସେହି ଯେ ହ୍ୟୁମାନ ପର୍ସନ, ୱି ମଷ୍ଟ ଗ୍ରୋ ଡିଭାଇନ୍। ତାଙ୍କର ଯୋଉ ମାନବୀୟ ଅଂଶ ଗୁଡିକ ଆମ ପାଖରେ ଏଠି ଅଛି, ମନ ପ୍ରାଣ ଶରୀର, ତାକୁ ମଧ୍ୟ ଆମେ ଦିବ୍ୟତା ଭଗବାନ କାଢକୁ ନେବା। ତାହେଲେ ଏଇ ଯୋଉ କାର୍ଯ୍ୟ ପାଇଁ, ଏଇ ଯୋଉ ପ୍ରକ୍ରିୟା ପାଇଁ ଆମେ ଆସୁଛୁ ଜୀବନ। ତାହେଲେ ଏଇଠି ମାଙ୍କୁ ପଚରା ହେଲା, ମା ହ୍ୱାଟ ଇଜ ଲାଇଫ? ଜୀବନ କଣ? ହ୍ୱାଇ ଇଜ ଲାଇଫ? ଜୀବନ କଣ ପାଇଁ? ମା କହିଛନ୍ତି it is for the evolutionary growth by experience in the condition of the ignorance till one is ready for the higher life. ମା କହିଲେ it is for the evolutionary growth, ବିବର୍ତ୍ତନ ମାଧ୍ୟମରେ ଗ୍ରୋ କରିବା, ବୃଦ୍ଧି ପାଇବା, ବାଇ ଏକ୍ସପିରିଏନ୍ସ, ଅଭିଜ୍ଞତା ନେଇ ନେଇ। ଅର୍ଥାତ୍ ଆମ ଜୀବନରେ ଆମେ ଯୋଉ କାର୍ଯ୍ୟ କରୁଛେ ସବୁର ପଶ୍ଚାତରେ ତାଙ୍କର ଇଚ୍ଛା ରହିଛି ଏବଂ ସେଇଥିରୁ ଆମେ ଅଭିଜ୍ଞତା ନେଇ ନେଇ କୋଉଥିରେ ନା ଇନ୍ ଦି କଣ୍ଡିସନ ଅଫ ଦି ଇଗ୍ନୋରାନ୍ସ, ଏଇ ଯୋଉ ଅଜ୍ଞତାର ବାତାବରଣ ଏଠି ଚାଲିଛି। କାରଣ ଆମେ ସମସ୍ତେ ଜାଣିଛେ ଭଗବାନ ଏଠି ଯେତେବେଳେ ଛାଡ଼ିଲେ ସତ୍ତା ମାନଙ୍କୁ, ସେ ସତ୍ତା ଗୁଡିକ କଣ ହେଲେ ଏଠି ସ୍ୱାଧୀନ ହେଇଯାଇଛି, ଆଲୋକ ଅନ୍ଧକାରରେ ପରିଣତ ହେଇଛି। ତାପରେ ଦିବ୍ୟତା ଅଦିବ୍ୟତା ପ୍ରାପ୍ତ ହେଇଛି। ଯୋଉ ଗୋଟେ ଗୁଡିକ ଆମେ ଜାଣିଛେ ସାବିତ୍ରୀ, ଯାଉନି ସେଇ ଯୋଉ କଣ୍ଡିସନ ଏଠି ଆମେ ଗୋଟେ ଇଗ୍ନୋରାନ୍ସ, ଅଜ୍ଞାନତାର ବାତାବରଣ ଭିତରେ ଚାଲିଛେ। ସେଇ ଅଜ୍ଞାନତାର ବାତାବରଣ ଭିତରେ ଗତି କରି କରି ଆମେ ଯେ ସବୁବେଳେ ଗୋଟେ ଅଲଫେ ସଡନ ଗୋଟେ ବଦଳି ଯିବା, ଅଲଫେ ସଡନ ଆମ ଜୀବନରେ ଗୋଟେ କିଛି ଗୋଟେ ହଠାତ୍ ହେଇକିରି ଯେହେତୁ ସୁପ୍ରାମେଣ୍ଟାଲ ଫୋର୍ସ କାମ କରୁଛି, ଆମେ ଯେ ଗୋଟେ ରାତାରାତି ବଦଳି ଯିବା। କୋଉଠି ସିଓର ଗୋଟେ ଲାଇନରେ କହିଥିଲେ ଯେ ଗୋଟେ ପେଟେଣ୍ଟ ମେଡିସିନ ଭଳିଆ ଯେ ସୁପ୍ରାମେଣ୍ଟାଲ ଫୋର୍ସ କାର୍ଯ୍ୟ କରୁଛି ବୋଲି ଆମେ ବଦଳି ଯିବା, ଏଇଟା ଜମା ନୁହେଁ, ଏଇଟା କେବେ ନୁହେଁ। ତେଣୁ ଆମେ କଣ କରିବା ନା ଇଟ୍ ଇଜ ଫର ଦି ଇଭଲ୍ୟୁସନାରୀ ଗ୍ରୋଥ। ଜୀବନଟା କଣ ପାଇଁ ନା ଇଟ୍ ଇଜ ଫର ଦି ଇଭଲ୍ୟୁସନାରୀ ଗ୍ରୋଥ। ବିବର୍ତ୍ତନ ପ୍ରକ୍ରିୟାରେ ବୃଦ୍ଧିପ୍ରାପ୍ତ ଅଭିଜ୍ଞତା ହାସଲ କରି ବୃଦ୍ଧିପ୍ରାପ୍ତ ହେବା ପାଇଁ କୋଉ ମାଧ୍ୟମରେ ନା ଅଜ୍ଞାନତାର ସତ୍ୟ ମାଧ୍ୟମରେ ବା ଅଜ୍ଞାନତା ମଧ୍ୟ ଦେଇ ଯାଇ କୋଉ ପର୍ଯ୍ୟନ୍ତ ନା ଟିଲ୍ one is ready for higher light। ଜଣେ ଯେ ପର୍ଯ୍ୟନ୍ତ ଉଚ୍ଚତର ଆଲୋକ ସହିତ ସମ୍ବୋଧିତ ନ ହୋଇଛି, ଉଚ୍ଚତର ଆଲୋକ ସହିତ ସଂଲଗ୍ନ ନ ହୋଇଛି, ଉଚ୍ଚତର ଆଲୋକ ପ୍ରାପ୍ତ ନ ହୋଇଛି, ଉଚ୍ଚତର ଚେତନାର ଅଧିକାରୀ ନ ହୋଇଛି, ସେ ପର୍ଯ୍ୟନ୍ତ ଅଜ୍ଞାନତାର ଏଇ ତ୍ରିଧା ଜଗତରେ ପ୍ରତ୍ୟେକ ମଣିଷ ଅଭିଜ୍ଞତା ନେଇ ନେଇ ବିବର୍ତ୍ତନ ମାଧ୍ୟମରେ ଜୀବନ ପରେ ଜୀବନ ଆସିବାକୁ ବାଧ୍ୟ। ଏଇଟା ହେଲା ମାର୍ସିଆର ଡେଫିନେସନ। ତାହେଲେ ଆମେ ଜାଣିଲେ ଜୀବନ କଣ ନା ବିବର୍ତ୍ତନ ମାଧ୍ୟମରେ ଆମର ଯୋଉ ପ୍ରକ୍ରିୟା ଚାଲିଛି, ବୃଦ୍ଧିପ୍ରାପ୍ତ ପ୍ରକ୍ରିୟା ଚାଲିଛି, ତା ମଧ୍ୟରେ ଅଭିଜ୍ଞତା ହାସଲ କରି କରି ଅଜ୍ଞାନତା ପାର୍ଥିବ ଜଗତର ଅଜ୍ଞାନତା ମଧ୍ୟ ଦେଇ ଯେ ପର୍ଯ୍ୟନ୍ତ ଆମେ ଉଚ୍ଚତର ଚେତନା ସହିତ ସଂଯୁକ୍ତ ନ ହୋଇଛେ ସେ ପର୍ଯ୍ୟନ୍ତ ଆମର ଜୀବନ ଏଠି ଚାଲିଥିବା ବା ଦିସ୍ ଇଜ କଲ୍ଡ ଲାଇଫ। ଏହା ହିଁ ହେଉଛି ଜୀବନ, ଏଟା ଅନ୍ୟଥା ନାହିଁ। କର୍ମଫଳ ଭୋଗିବା ପାଇଁ, ପାପ ପୁଣ୍ୟରେ ଭାଗ ନେବା ପାଇଁ, ପାପ ପୁରୀ ଭିତରେ ଘାଣ୍ଟି ହେବା ପାଇଁ ଏଇଗୁଡାକ ଆମ ଜୀବନ ଆସୁନି। ଜୀବନ ଏଇଥିପାଇଁ। ଆଉ ଗୋଟେ କଥା ମଧ୍ୟ
ମା କହିଛନ୍ତି ଯେ ଇଟ୍ ଇଜ୍ ଇନ୍ ଲାଇଫ୍ ଦ୍ୟାଟ୍ ୟୁ ମଷ୍ଟ ଟ୍ରାନ୍ସଫର୍ମ ୟୁର ସେଲ୍ଫ। କହୁଛନ୍ତି ଜୀବନ ଏଇଥିପାଇଁ ଆସିଛି ଯେ କେବଳ ଏଇଠି ପାର୍ଥିବରେ ପୃଥିବୀରେ ବା ପାର୍ଥିବ ଜଗତରେ ଯୋଉ ଜୀବନ ଆମକୁ ଦିଆହେଇଛି ସେଇ ଜଗତରେ ୟୁ ମଷ୍ଟ ଟ୍ରାନ୍ସଫର୍ମ ୟୁର ସେଲ୍ଫ। ତମେ ଏଇ ପାର୍ଥିବ ଜଗତରେ ହିଁ ବା ମଣିଷ ଏଇ ପାର୍ଥିବ ଜଗତରେ ହିଁ ନିଜକୁ ରୂପାନ୍ତରିତ କରିପାରିବ। ଇଟ୍ ଇଜ୍ ଅପନ୍ ଆର୍ଥ ଦ୍ୟାଟ୍ ୟୁ ପ୍ରୋଗ୍ରେସ। କେବଳ ଏଇ ପୃଥିବୀରେ ଆମେ ମାନେ ପ୍ରୋଗ୍ରେସ କରିପାରିବା, ମଣିଷ ପ୍ରଗତି କରିପାରିବ, ମଣିଷ ଗ୍ରୋ କରିପାରିବ। ଆଣ୍ଡ ଇଟ୍ ଇଜ୍ ଅପନ୍ ଆର୍ଥ ଦ୍ୟାଟ୍ ୟୁ ରିଅଲାଇଜ। କେବଳ ଏଇ ପୃଥିବୀରେ ହିଁ ମଣିଷ ଅନୁଭବକୁ ନେଇପାରିବ। କାହାକୁ? ଦିବ୍ୟଙ୍କୁ, ପରମକୁ। ଅନ୍ୟ କୌଣସି ଜାଗାରେ ଏତେ ସୁବିଧା ସୁଯୋଗ ନାହିଁ। ଇଟ୍ ଇଜ୍ ଇନ୍ ଦି ବଡି ଦ୍ୟାଟ୍ ୟୁ ୱିନ୍ ଦି ଭିକ୍ଟରି। ଆହୁରି କହିଲେ ଇଟ୍ ଇଜ୍ ଇନ୍ ଦି ବଡି। କେବଳ ଶରୀର ଭାଗରେ ହିଁ ଆମେ ବିଜୟ ପ୍ରାପ୍ତ ହେବା। ବିଜୟ ପ୍ରାପ୍ତ ହେବା ମାନେ ଆମେ ଲକ୍ଷ୍ୟ ପ୍ରାପ୍ତି ହେବା। ଲକ୍ଷ୍ୟ ପ୍ରାପ୍ତି ମାନେ ଯୋଉଟା ଆମେ କହି ଚାଲିଥିଲେ ରୂପାନ୍ତରିତ ମନ ପ୍ରବେଶରେ ଭଗବାନଙ୍କୁ ପ୍ରାପ୍ତ ହେବା। ଏଇ ଯୋଉ ଆଶ୍ୱାସନ, ଏଇ ଯୋଉ ଷ୍ଟ୍ରଙ୍ଗ ଆସୁରାନ୍ସ ମା ଆମକୁ ଦଉଛନ୍ତି ଯେ କେବଳ ପାର୍ଥିବ ଜୀବନରେ ଆମେ ଅନୁଭବକୁ ନେଇପାରିବା, ପାର୍ଥିବ ଜୀବନରେ ଆମେ ପ୍ରୋଗ୍ରେସ କରିପାରିବା, ଏଇ ଶରୀରରେ ଆମେ ବିଜୟ ପ୍ରାପ୍ତ କରିପାରିବା ଏବଂ ଏଇ ଯୋଉ ଜୀବନ ଆସୁଛି ଆମ ଜୀବନ କାହିଁକି ଦିଆହଉଛି ନା ଜୀବନ ଆମକୁ ଦିଆହଉଛି ୟୁ ମଷ୍ଟ ଟ୍ରାନ୍ସଫର୍ମ ୟୁରସେଲ୍ଫ। ଆମେ ଆମକୁ ରୂପାନ୍ତରିତ କରିପାରିବା, ବଦଳେଇ ପାରିବା। ତାହେଲେ ଜୀବନର ସଂଜ୍ଞା ହେଲା ଏତିକି। ଆମର ପ୍ରଶ୍ନୋତ୍ତର ଆଲୋଚନା ଯୋଉ ଆମେ କରିବାକୁ ଯାଉଛେ ଜୀବନର ସଂଜ୍ଞା ବିଷୟରେ ଆମେ ବୁଝିଲେ। ତାପରେ ଜନ୍ମ ଯେତେବେଳେ ହେଇଗଲା, ଜୀବନ ଆସିଗଲା, ଜୀବନ ଆସିଲା ପରେ ଆମେ ଜୀବନ ଗତି କରୁଛେ। ସେ ଜୀବନ ମଝି ପିରିୟଡର ବିଷୟଟାକୁ ଆମେ ଟିକେ ପଛକୁ କହିବା। ତାପରେ ହ୍ୱାଟ ଇଜ ଡେଥ୍? ଜୀବନ ଆସିଲା, ଜୀବନ କୋଉଥିପାଇଁ ଆସିଲା ଆମେ ଜାଣିବା। ଯେ ପର୍ଯ୍ୟନ୍ତ ଆମେ ସେଇ ଶକ୍ତିର ଅଧିକାରୀ ନ ହେବା, ସେଇ ଫୋର୍ସ ପ୍ରାପ୍ତ ନ ହେବା, ସେ ପର୍ଯ୍ୟନ୍ତ ଆମେ ଆସୁଥିବା। ତାହେଲେ ମୃତ୍ୟୁ କାହିଁକି ହେଇଯାଏ? ହ୍ୱାଟ ଇଜ ଡେଥ୍? ମୃତ୍ୟୁ କଣ? ଶୁଣିବା ମହାଶିବଙ୍କ ବାଣୀ। Death is a spurring life towards immortality. Death is a spurring. Death is spurring life towards immortality. ମୃତ୍ୟୁ ଆମକୁ କଣ କରୁଛି ନା ଆମ ଜୀବନଟାକୁ ଇମୋର୍ଟାଲିଟିକୁ ଅମରତ୍ୱ ଆଡକୁ ନେଇ ଚାଲିଛି। ଆମେ ଯୋଉ କହୁଥିଲେ ଯେ ଆମେ ଅମରତ୍ୱ ପାଇବା ମୃତ୍ୟୁ ଆସିବନି, ମୁଁ ତାକୁ ରିଭର୍ସ ୱେରେ କହୁଛି ଯେ ମୃତ୍ୟୁ ଦ୍ୱାରା ଆମେ ଅମରତ୍ୱ ଆଡକୁ ଅଗ୍ରସର ହଉଛି। वी आर स्परिंग आवर लाइफ टुवर्ड्स इमोर्टालिटी। केमिति सेटा बुझिबा। अच्छा, काहेकि ताले मृत्यु आसे? मृत्यु कौन पाई आसी था ना दैट द पीरियोडिक डिसोल्यूशन of the physical form in which has become unavailable because of their lacking insufficient plasticity. ଯେତେବେଳେ ମଣିଷ ସଂସାରକୁ ଆସେ, ମନ ପ୍ରାଣ ଧରିକି ଆସେ, ଶରୀରଟି ଆଧାର ଭାବେ ଆସେ ଏବଂ ଆସିଲା ପରେ କଣ ହୁଏ? ଏଠି କାର୍ଯ୍ୟ ଆରମ୍ଭ ହୁଏ। ଏବଂ ମନେ ରଖିବା, ମାଙ୍କ ଭାଷାରେ ଆମେ ସମସ୍ତେ ଯେହେତୁ ଆସେନିକ ସ୍କେଲରେ ଅଛେ, ଆମେ ସବୁ ଆରୋହଣ ଯୁକ୍ତ ପ୍ରକ୍ରିୟା ଚାଲିଛେ, ଆମେ କେବେ ଡାଉନଫଲ୍ ଆମର ହୁଏନି। ଆମେ ଯେତେବେଳେ ଆରୋହଣ ଯୁକ୍ତ କାର୍ଯ୍ୟ କରିବା, ପ୍ରତି ଜୀବନରେ କିଛି କାର୍ଯ୍ୟ କରିବା, ଆମର ମନର, ପ୍ରାଣର, ଶରୀରର ସବୁ ଚେତନାର କଣ ହୁଏ? ମାନେ କିଛି ନା କିଛି ଆଖି ଦୃଷ୍ଟିଆ କାହାର ହୁଏ ତ କିଛି ଲୋକଙ୍କର କମ ହୁଏ, ବଟ୍ ପ୍ରୋଗ୍ରେସ ହୁଏ। ତେଣୁ ଏଗୁଡାକ ଚେତନାରେ ମାନେ ବିସ୍ତାରିତ ହୁଅନ୍ତି। ଚେତନା ସ୍ତରରେ ମାନେ ବିସ୍ତାରିତ ହୁଅନ୍ତି। ମନ ଚେତନା ସ୍ତରରେ ବିସ୍ତାରିତ ହେଇଯାଏ, ପ୍ରାଣ ଚେତନା ସ୍ତରରେ ବିସ୍ତାରିତ ହେଇଯାଏ, ଶରୀର ମଧ୍ୟ ଚେତନା ସ୍ତରରେ ବିସ୍ତାରିତ ହେଇଯାଏ। ଆଗରୁ ଆମ ଭିତରେ ଆଳସ୍ୟତା ଯେତେ ଆସୁଥିଲା, ଏବେ ଆମେ ଏଇସବୁ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇକିରି ଆମେ କହୁଛେ ନାଇଁ ଆମେ ଅଳସୁଆ ହବାନି, ଆମେ ଟାଇମ ଆଉଟ୍ ହବା, ଆମେ ସିନସିୟର ହବା ଇତ୍ୟାଦି। ଠିକ ସେମିତି ଆମ ମନ ଆଗରୁ ଯୋଉ ଯୋଉ ଛୋଟ ଛୋଟ କଥାରେ ଯେମିତି ବିଚଳିତ ହଉଥିଲା, ସେ ବିଚଳିତା ନିଶ୍ଚିତ ରୂପେ ଆଜି କମି ଯାଇଛି।
ଆମ ପ୍ରାଣ ଯେମିତି ଛୋଟ ଛୋଟ ଘଟଣାରେ ଆଟାଚ ହେଇଯାଉଥିଲା ସେଗୁଡାକ ସେ ଜିନିଷକୁ ଆମେ ଆସ୍ତେ ଆସ୍ତେ ଇଗ୍ନୋର କରି ଶିଖିଲେଣି। ତାହେଲେ ଘଟଣାଟା କଣ ହୁଏ? ପ୍ରତି ଜନ୍ମରେ ଆମେ ସବୁବେଳେ ଏଇଟା ମାଇଣ୍ଡଫୁଲି ଶୁଣିବା ବୁଝିବା ଯେ ପ୍ରତି ଜନ୍ମରେ ଆମ ମନ ଯେତିକି ଚେଞ୍ଜେସ୍ ହୁଏ, ଆମ ପ୍ରାଣ ଯେତିକି ଚେଞ୍ଜେସ୍ ହୁଏ, ସେହି ଅନୁପାତରେ ଆମ ଶରୀର ସେତିକି ଚେଞ୍ଜ ହେଇପାରେ ନାହିଁ। ଶରୀର ଚେତନ ସତ୍ତାଟା ପ୍ରତି ଜନ୍ମରେ ଟିକେ ଲାଗିଂ ବିହାଇଣ୍ଡ କରେ, ଅର୍ଥାତ୍ ଟିକେ କମ୍ ଚେଞ୍ଜେସ୍ ହେଇଥାଏ। ଆଚ୍ଛା, ଯେତେବେଳେ ମନ ଚେଞ୍ଜ ହେଇଯାଏ, ପ୍ରାଣ ଚେଞ୍ଜ ହେଇଯାଏ, କିନ୍ତୁ ଶରୀର ସେଇ ଅନୁପାତରେ ଚେଞ୍ଜ ହେଇନଥାଏ। ଅସୁବିଧାଟା କୋଉଠି ହୁଏ ନା ଏଇ ମନ ପ୍ରାଣ ଶରୀରର ମନ ପ୍ରାଣର ଯୋଉ ବିସ୍ତାରିତ ଚେତନାର ଯୋଉ ଫୋର୍ସ, ଯୋଉ ଏକ୍ସପାଣ୍ଡେଡ କନସିୟସନେସ ର ଯୋଉ ପାୱାର, ଯୋଉ ଏନର୍ଜି, ତାକୁ କଣ କରେ ଶରୀର ଚେତନା ସହ୍ୟ କରିପାରେ ନାହିଁ, ତାକୁ ଧାରଣ କରିପାରେ ନାହିଁ। ସେ ତା କଣ କରେ ନା ତାକୁ ବିକଜ ଅଫ ଦେୟାର ଲ୍ୟାକିଂ ଇନସଫିସିଏଣ୍ଟ ପ୍ଲାଷ୍ଟିକ, ଉପଯୁକ୍ତ ନମନୀୟତାର ଅଭାବ ଯୋଗୁଁ, ଉପଯୁକ୍ତ ଗ୍ରହଣଶୀଳତାର ଅଭାବ ଯୋଗୁଁ ଶରୀର ଚେତନା କଣ କରେ ନା ମନ ଚେତନା ଏବଂ ପ୍ରାଣ ଚେତନାର ସେଇ ଗୃହପ୍ରାପ୍ତ ବୃଦ୍ଧିପ୍ରାପ୍ତ ଚେତନାକୁ ସହ୍ୟ ନ କରିପାରିବାରୁ ବାଧ୍ୟ ହୁଅନ୍ତି ଚୈତ୍ୟ ସତ୍ତା ବା ଚୈତ୍ୟ ବା ସୋଲ ବାଧ୍ୟ ହୋଇଥାନ୍ତି ଶରୀରଟାକୁ ତ୍ୟାଗ କରିବା ପାଇଁ। ତାହେଲେ ଶରୀର ତ୍ୟାଗଟା ଗୋଟେ ଆକସ୍ମିକ ଘଟଣା କେବେ ନୁହେଁ, ଏଇଟା ସବୁବେଳେ ନିର୍ଦ୍ଦିଷ୍ଟ ହେଇକି ଥାଏ। ବଟ୍ ଆମେ ଡେଥ୍ ବିଷୟରେ ଆମେ ଡେଥଟାକୁ ସବୁବେଳେ ଗୋଟେ ଅଶୁଭର ସଂଜ୍ଞା ଦେଇ ଚାଲିଛେ, ଯିଏକି ଆମକୁ ଇମ୍ପୋର୍ଟାଣ୍ଟ ଡେଥ୍ ଦେଇ ଚାଲିଛି। ଆମ ମନ ପ୍ରାଣର ପ୍ରତି ଜନ୍ମର ସିଚୁଏସନଟା ହିଁ ଡେଥ୍ ବଢେଇବାରେ ସାହାଯ୍ୟ କରିଥାଏ, କାରଣ ଶରୀରଟା ବଦଳିଗଲେ, ଆଧାର ବଦଳିଗଲେ ସେ ତାକୁ ଚେଞ୍ଜ କରିବାରେ ସାହାଯ୍ୟ କରିଥାଏ। ଏଇଟା ହେଲା ଡେଥ୍ ର ସଂଜ୍ଞା। ଆଉ କଣ ହୁଏ ନା ବିଶ୍ୱର ଯୋଉ ପ୍ରକ୍ରିୟା ଚାଲିଛି, ଯୋଉଟା ମୁଁ କହିଲି ତାକୁ ବି ଆଉ ଟିକେ ଆମ ଭାଷାରେ କହିପାରିବା ଯେ ବିଶ୍ୱରେ ଯୋଉ କାର୍ଯ୍ୟକଳାପ, ଯୋଉ ପ୍ରକ୍ରିୟା ଚାଲିଛି, ଯୋଉ ୟୁନିଭର୍ସାଲ ଡାଇନାମିକ୍ସ ଚାଲିଛି, it cannot meet continually nature's demand of a keep pace with her, it gets out of the current which we call as a death। ତ ଏଠି ଯୋଉ କ୍ରିୟା ଶକ୍ତି କାର୍ଯ୍ୟ କରୁଛନ୍ତି, ଉଚ୍ଚତର ଚେତନା ଶକ୍ତି ଯେତେବେଳେ ଆସିକି ମନ ପ୍ରକୃତିରେ କାର୍ଯ୍ୟ କରନ୍ତି, ତା ସହିତ ନେଚରର ଯୋଉ ଡିମାଣ୍ଡ ଥାଏ ତାକୁ ଆମ ଶରୀର ସହ୍ୟ କରିପାରେ ନାହିଁ। ଏଠି ପେସ୍ ୱିଥ୍ ପ୍ରକୃତି ସହିତ ଆମ ଶରୀର ଚେତନା ବା ଶରୀରର ଅବସ୍ଥା ଭାରସାମ୍ୟ ରକ୍ଷା କରିପାରନ୍ତି ନାହିଁ। କାହିଁକି ତ କହିଲି, ଯେହେତୁ କରିପାରନ୍ତି ନାହିଁ, ବାଧ୍ୟ ହୋଇକରି ସିଏ ଶରୀର ଚୈତ୍ୟ ଶରୀର ଛାଡି ଦିଅନ୍ତି। ତାହେଲେ ଏଇଟାକୁ ଆମେ ଡେଥ୍ ବୋଲି କହିଲେ। ତାପରେ ଆସିବା, ଯେତେବେଳେ ଆମେ ଜାଣିଲେ ମୃତ୍ୟୁ ଏଇଆ, କିନ୍ତୁ ମୃତ୍ୟୁ ପ୍ରତି ଆମେ ସବୁବେଳେ ଭୟ କରିଥାଉ। କାହିଁକି ଭୟ କରିଥାଉ ନା ଆମର ବହୁତ କାରଣ ତ ଅଛି, ତା ଭିତରୁ ଗୋଟେ ଦିଟା କାରଣକୁ ଆମେ ନବା, ସମୟ ସ୍ୱଳ୍ପ ବୋଲି। ଏକ ହେଉଛି ଡ୍ୟୁ ଟୁ ଆପ୍ରିହେନ୍ସନ୍ ଏବାଉଟ୍ ୱାନ୍ସ ଓନ୍ ପସିବଲ୍ ଟୁ ଫେସ୍ କାମଲି ଏକ୍ସଟେନସନ୍ ଅଫ୍ ଇଟ୍ସ ପର୍ସନାଲ ଏକ୍ଜିଷ୍ଟେନ୍ସ। ଆମେ ନିଜକୁ ଆମ ନିଜର, ଆଉ ମୁଁ ଆଜି ରବି ଅଛି, ଆଜି ମୋର ଶରୀର ତ୍ୟାଗ ହେଇଯିବ, କାଲି ସକାଳକୁ ମତେ ଆଉ ରବି ବୋଲି ମୋର ଗୋଟେ ଫିଜିକାଲ ବଡି ନଥିବ, ଏଇ ଭୟ, ମୋର ପର୍ସନାଲ ଏକ୍ଜିଷ୍ଟେନ୍ସଟା ହଜିଯିବ, ତେଣୁ ମୁଁ କଣ ହେବି, ମୁଁ ଶରୀର ତ୍ୟାଗ କରିବି ନାହିଁ। ଆଉ କଣ, ଆମକୁ କହି ଦିଆଯିବ ଯେ କାଲି ତୁ ମରିଯିବୁ, ତାହେଲେ ମତେ କୁହାଯିବ ତମେ ଆଜି ରାତିରେ ମରିଯିବ, ମୁଁ କଣ କରିବି? ମୋର ଭୟ ଆସିଯିବ ଯେ ମୁଁ ମୋର ନିୟର ଡିୟର ଲୋକମାନଙ୍କୁ, ପାଖ ଲୋକମାନଙ୍କୁ କଣ କରିପାରିବିନି, କେମିତି ସେମାନଙ୍କର ବିଚ୍ଛେଦ ଯନ୍ତ୍ରଣାଟିକୁ ମୁଁ ନିଜେ ସହିବି, ଏ ଭୟ ମଧ୍ୟ ଖାଇଯାଏ। ଆମେ ଶୁଣିଥିବା ଆଗରେ ଅତୀତରେ ଯେତେବେଳେ ମରିଯାଉଥିଲେ ବୁଢାବୁଢୀ ମାନଙ୍କର ଗୋଟେ ଶେଷ ଅବସ୍ଥା ଆସେ, ସବୁ ପୁଅ ଝିଅ ବୋହୂ ନାତି ନାତୁଣୀ ସମସ୍ତଙ୍କୁ ତାପରେ ଆଣିକିରି ମେଣ୍ଟା କରାଯାଏ ଯେ ଦେଖ ତମ କେତେ ସବୁ ସମ୍ପତ୍ତି, ଏଠି ଏଇ ଯୋଉ ସମ୍ପତ୍ତି ଅର୍ଜିତ, ପୁଅ ଝିଅ ନାତି ନାତୁଣୀ ବୋହୂ ଝିଅ ଏଇମାନଙ୍କୁ ଦେଖ। ଏଇଟା ଗୋଟେ ପ୍ରହସନ, ଚେତନା ସହିତ ଏଗୁଡାର କିଛି ଆବଶ୍ୟକତା ନାହିଁ। ରାଜା ସେମାନଙ୍କୁ ଏଇ ସମୟରେ ଗୋଟେ ଶରୀର ତ୍ୟାଗ କରୁଥିବା ବ୍ୟକ୍ତି ବିଶେଷ ପାଖରେ କଣ କରାଯିବା ଦରକାର ନା କେବଳ ଚେତନାର କଥା,
स्पिरिचुअल डिस्कसन स्पिरिचुअल बुक्स पढ़ा जाऊ आम चैप्टर बाहर को पलैबा सब्जेक्ट बाहर को पलैबा ताले डेथ जहाँ आम जानिले डेथ प्रति भय होता है आउ गोटे भय आमर थाए जे आम एठी जो अच्छु भय कहीं तृतीय कारण it is due to mistaken impression that there is no comparable compensatory experiences beyond the death of one body आम कौन कहूँ मुझे शरीर त्याग करी मोर ये घर अच्छी मोर स्वामी अच्छा स्त्री अच्छा पुओ अच्छा झील अच्छा परिवार अच्छा समस्ते एकुआर एक बड़ियार मोर गाड़ी अच्छी घोड़ा अच्छी टंका अच्छी बैंक बालांस अच्छी गहना अच्छी इत्यादि ये जो हाँ मत समस्त अटेंड कर भल खाइबा मिलूँ भल पिंधा मिलूँ ये जो जिन गुड़ाक काले निश्चित रूप मन थाए काले बाणी कहते काले आम शरीर त्याग कला शरीर त्याग जो स्थित आमर से कंपारेबल कम्पेटेंस मिल तुलनात्मक सुविधा सुजोग मृत्यु पर मत न मिल काले न मिल तेणु कहीं शरीर त्याग करें तेणु से शरीर पूजा पड़ी बस्ता यहाँ रक्षित यथार्थ प्रकार नहीं तो मृत्यु मृत्युर भय आसता पुनर्जन्म आम मृत्यु कथा कहले कहवा पुनर्जन्म कौन पुनर्जन्मटा कौन माँ कहते आम शुणा जे the true foundation of the theory of rebirth is the evaluation of the soul. The true foundation of the theory of rebirth is the evaluation of the soul, or rather it effervescence out of the veil of matter and its gradual self-finding. তাহলে আত্মা এটি কম করছেন নিজকে খোঁজি খোঁজি চালিছেন যেপর্যন্ত নিজকে সে খোঁজি পারি নাহান্তি तांको एठी प्रकाशित करि पारि नाहंती से पर्यंत गोटे पुनर्जन्म प्रक्रिया बा रिबार्थ सेमती आसबटा आसुथिबा ताले पुनर्जन्मर फाउंडेशन कौन मूलतोटा कौन कहते श्री अरविंद दि ट्रू फाउंडेशन ऑफ द थियोरी ऑफ रिबार्थ इज द इवैल्यूएशन ऑफ द सोल से कहते आत्मा स्थिति मूल्यांकन आत्मा कौ स्थित अच्छा आत्मा गोटे जन्म पर जन्म किसी किसी अभिज्ञता दिखती मन प्राण शरीर मध्यम से इम्प्रुवमेंट से ग्रो को लेकर वृद्धिटा को लेकर कौन करती आत्मा वृद्धि प्राप्त होता चेतना स्तर एवं से स्तर को आसीगले आम पुनर्जन्म घटना तेणु पुनर्जन्म ताले कौन तार मूल भित्तिटा कौन ना आत्मा कौ स्थित अच्छा गोटे मूल रूप देवाई मूल्यांकन करने तार से विषय जानवाई प्रत्येक जन्म केते आगे से विषय को बुझापी आमर रिबार्थ होता है आमर पुनर्जन्म आसी था यह हूँ पुनर्जन्मर मूल भित्ति अच्छा तृतीय डेफिनेशन माँ कहते इट इज एन ऑटोनोमस प्रोसेस थ्रू बर्थ ग्रोथ डिके एंड डेथ इट गोज ऑन कंटिन्यूअली थ्रू इवोल्यूशनरी वे कहते यहाँ गोटे स्वयं चालित प्रक्रिया पुनर्जन्म स्वयं चालित प्रक्रिया आम आगुरी कहुए तू एम कम कर पुणी आउ थे जन्म हबू तो आउ थे जन्म हबू तू ये कर्मफल भोगिया जन्म हबू माँ कहते इट इज इट इज ए स्टुपिड ह्यूमन आइडिया गोटे बोका गोटे मनीषर गोटे गोटे बोकालिया आंसर बोकालिया गोटे मूल्यहीन मूर्ख भाया से चर्चित तेणु रिबार्थ आसी था यहाँ गोटे ऑटोनोमस प्रक्रिया यहाँ आसी था जन्म मध्यम वृद्धि प्राप्त टिके खेल आड़ को जाए डेथ हो गला पुनर्जन्म घटी था तेणु यहाँ गोटे ऑटोनोमस प्रक्रिया सब चली जे पर्यंत आम हायर लाइट हायर कन्सियसनेस अवस्था आम न पहुंचे अच्छा आ गोटे कथा जो रिबार्थ विषय चलला से गोटे प्रश्न पचरा जाता सी को पचरा
is one's life in this terrestrial world as a reward or punishment of punya or papa? ये जो जीवनटा हमको आसीचे हमको दिया होची जीवन पर जीवन दिया होची हम जो आसीचे जो पार्थिव जीवनटी इज इट ए रिवार्ड और पनिशमेंट ऑफ पुण्य और पाप आम किसी पुण्य काम करुचे किसी पाप काम करुचे तार पाई एटा कोन रिवार्ड किमा पनिशमेंट की गोटा पुरस्कार बा तिरस्कार की आम पाप पुण्य पाई श्री अरविंद उत्तर दउछन द आइडिया ऑफ रिवार्ड and the circumstances of the new life as a reward or punishment of a punya or papa is a crude human idea of justice, which is quite unphilosophical and unspiritual and mispresent the true intention of life. कहते जे idea of new life as a reward or punishment. पाप पुण्य गोटे नुआ जीवन दिखाई एक कथा जब आम भावा यहाँ जोटा मनीष भावुची से कहते इट इज ए प्योर ह्यूमन आइडिया निज खियाली मनर यहाँ हूँ गोटे विचार बोध मनीषर निज खियाली मनर अन्य भाषा आम कह मूर्खामी मन तार अज्ञानता मनर यहाँ हूँ गोटे आइडिया धारणा व्हिच इज क्वाइट अनफिलोसफिकल जहाँकि अणदार्शनिकता एथिरे किसी दार्शनिक तत्व नहीं किसी दार्शनिक बोध नहीं एथिरे किसी ज्ञानर किसी सामान्यतम आभास नहीं एंड अनस्पिरिचुअल एटा अण आध्यात्मिकतार कथा किए एंड मिस प्रेजेंट द ट्रू इंटेंशन ऑफ लाइफ या द्वारा आम यही कथा जब कहवा कौन हम ना लाइफ जो ये जीवनटा जो रही जीवन को जो उपस्थापन कर मिसरिप्रेजेंट करवा भूल भाव उपस्थापन कर दौर अर्थ एगुड़ाक गोटे अज्ञानतार कथा एथिरे किसी मूल्य ना ताले जीवन ये आसे कथा हूँ जे आउ रहा जो कथा गुड़िक रहा से कौटी ना जन्म ठारू मृत्यु भितर जो समयटा रहा से समयटा हूँ मनीषर कौन ना प्रगतिर समय प्रगति करिवार काल प्रगति करिवार अवधि पीरियड ऑफ प्रोग्रेस पीरियड ऑफ ग्रोथ प्रगति करिवार एटा हूँ समय तो आम जो आवश्यक प्रगति हासिल कर पारुनी से आमको ये भाव में जीवन पुनः आसवाक पड़ू जदि आसवाक पड़ू आम बेले बेले आम सब धारणा दिखाई जे आम ये जन्म आसिले सांग होकरी बाप पु होकरी माँ झी होकरी स्वामी स्त्री होकरी भाई भौणी होकरी आम आसिले आर जन्म आम से आसला ये संबंध में श्री अरविंद को जो पचरागला नहीं माँ को पचरागला माँ को पचरागला जे डज रिलेशनशिप ऑफ वन बात परसिस्ट इन सक्सेसिव बात जो संपर्कटा देखिए ये जीवन में मनुष्यटी आसी परवर्ती जीवन में कौन से संपर्क आसब कि माँ कहले द चांसेस डिपेंड ऑन द स्ट्रेंथ ऑफ द अटैचमेंट जड़े से संपर्क आसब कि नहीं यहाँ निर्भर करुँच भितर गोटे स्ट्रॉन्ग अटैचमेंट थी एक कही आउ गोटे लाइन कहते दिस मे बी पॉसिबल वेरी रेयर यहाँ घटी पारे किंतु कहते भेरी रेयर शब्दटा हूँ भेरी रेयर आम रेयर जानीचे सब क्वचित जहाँ नेगेटिव अर्थ माने नो बोली कहबा नील बोली कहबा भेरी रेयर माने इट इज ऑलमोस्ट जीरो ता अर्थ चांसेस ऑफ सेम रिलेशन इन द सक्सेसिव पार्ट इज नॉट पॉसिबल अर्थात परवर्ती जीवन समान रिलेशन में आसवा आदौ संभवपर नुह से कहते as a rule, this same relationship would not be constantly repeated. समान संपर्कटा केबे कौन हम केबे रिपीट हो पारिबो नाही बा हबा उचित ए विषय से कहीं के मत कारण उत्तर दीछन the same people often meet again and again on earth in different lives विभिन्न जन्म रे जन्म पर जन्म से व्यक्ति विशेष माने
ଓ ଅଧିକାଂଶ ସମୟରେ ଅଫନ ବାରମ୍ବାର ମିଟ୍ ଏଗେନ୍ ଆଣ୍ଡ ଏଗେନ୍ ବାରମ୍ବାର ସେମାନେ ପରସ୍ପରକୁ ଭେଟିଥାନ୍ତି on earth in different lives ବିଭିନ୍ନ ଜୀବନରେ but the relations are different କ୍ଲିୟର ସ୍ପଷ୍ଟ କରିଦେଲେ ଯେ ସମ୍ପର୍କଟା କିନ୍ତୁ ସମ ଭାବରେ କେବେ ବି ଆସିବ ନାହିଁ ସମାନ ଆସିବ ନାହିଁ କାହିଁକି ତାକୁ ବ୍ୟାଖ୍ୟା କରିବାକୁ ଯାଇ ତାର ଜଷ୍ଟିଫିକେସନ ମା କହୁଛନ୍ତି the purpose of rebirth would not be served if the same personality with the same relations and experiences are constantly repeated ନା କହୁଛନ୍ତି ଏ ଜୀବନରେ ଆମେ ଯୋଉଭଳି ଭାବରେ ଜୀବନ ବଞ୍ଚିଲେ ଆମର କିଛି ଗୋଟେ ପ୍ରୋଗ୍ରେସ ହେଲା ଆମେ ସମଭାବାପନ୍ନ ଆମ ପାଖରେ ମଣିଷ ଥାଆନ୍ତି ନଥାନ୍ତୁ ଗୋଟେ ଇମ୍ବାଲାନ୍ସ ପିପୁଲ ବି ଥାଆନ୍ତୁ ତାଙ୍କୁ ନେଇକି ଆମ ଜୀବନ ବଞ୍ଚିଲେ କିନ୍ତୁ ଯଦି ସେଇ ସମାନ ରିଲେସନରେ ଆସିବେ ନେକ୍ସଟ ପାର୍ଟରେ କଣ ହବ ନା ସେଇ ଇମ୍ବାଲାନ୍ସ ଭିତରେ ଦେଇକି ସେ ସୋଲଟା ଗତି କରିବ ଦିଟାକୁ ସୋଲ ଗତି କରିବେ ପର୍ପସଟା ପୁଣି କଣ ଯିବ ପସିବିଲିଟି ପର୍ପସର ଉଦ୍ଦେଶ୍ୟର ପସିବିଲିଟିଟା ପୁଣି ଲେସ୍ ହେଇଯିବ କମିଯିବ ପ୍ରଗତି କମିଯିବ ସେଥିପାଇଁ କହିଲେ the purpose of rebirth would not be served ମାନେ ସକ୍ସେସ ହେଇପାରନ୍ତା ନାହିଁ ଯୋଉ ପୁନର୍ଜନ୍ମର ପ୍ରକ୍ରିୟାଟା କେବେ ବି ସକ୍ସେସ ହେଇପାରନ୍ତା ନାହିଁ ଯଦି ସମାନ ପର୍ସନ ହେଇକି ସମାନ ରିଲେସନରେ ଲୋକ ଦି ଜଣ ଯିଏ ଅଛନ୍ତି ସେମାନେ ଆସିବେ ତେଣୁ ସେ କହୁଛନ୍ତି କେବେ ରିପିଟ୍ ହେବାର ସମ୍ଭାବନା ନାହିଁ ତେଣୁ ଆମକୁ ଏଇ ବିଷୟରେ ଆଉ ଗୋଟେ କଥା କହୁଛନ୍ତି ଯେ ଆମେ କର୍ମ ବିଷୟରେ କହୁଛନ୍ତି ଆମେ ଯୋଉ କହୁଛେ ରିବାର୍ଥ ଆମର କର୍ମ ପାଇଁ ଘଟେ ଏ ସମ୍ବନ୍ଧରେ ସେ କହୁଛନ୍ତି ଯେତେବେଳେ ପ୍ରଶ୍ନ କରାହେଇଛି ହ୍ୱାଟ ଇଜ କର୍ମ ସେ କହୁଛନ୍ତି କର୍ମ ଇଜ ଆନ୍ ଇଭଲ୍ୟୁସନାରୀ ମେକାନିଜିମ କର୍ମ ଇଜ ଆନ୍ ଇଭଲ୍ୟୁସନାରୀ ମେକାନିଜିମ ଏହା ଏକ ଯାନ୍ତ୍ରିକ ପ୍ରକ୍ରିୟା ଦି ସୋଲ୍ ଗ୍ରୋଥ୍ ଫ୍ରମ୍ ଲାଇଫ୍ ଟୁ ଲାଇଫ୍ in its elements of a divinity and a divine possibility through experience that ensures karma ଯେତେବେଳେ କର୍ମ କଣ କରନ୍ତି ପ୍ରତି ଜନ୍ମରେ ଗ୍ରୋ କରି ପ୍ରତି ଜନ୍ମରେ ସୋଲ୍ ଗ୍ରୋ କରି ଯାଆନ୍ତି ଚେତନା ସ୍ତରରେ ଫ୍ରମ୍ ଲାଇଫ୍ ଟୁ ଲାଇଫ୍ ଗୋଟିଏ ଜୀବନରୁ ଆଉ ଗୋଟେ ଜୀବନକୁ in its elements of a divinity ତାଙ୍କ ଦିବ୍ୟତାର ସବୁ କଣ୍ଟେଣ୍ଟକୁ ମାନେ ଦିବ୍ୟତାର ସମସ୍ତ କଣ୍ଟେଣ୍ଟ ତାଙ୍କର ଜିନିଷପତ୍ରକୁ ଧରି ଦିବ୍ୟତାର ସ୍ପର୍ଶକୁ ଦେଇ ଦିବ୍ୟତାକୁ ଅଧିକାର କରି ଯାଆନ୍ତି ଏବଂ ତାଙ୍କର ଯୋଉ ଡିଭାଇନ୍ ପସିବିଲିଟି ଦିବ୍ୟ ସମ୍ଭାବନାକୁ ଧରିକି ଯାଆନ୍ତି କାହା ମାଧ୍ୟମରେ ନା ଥ୍ରୋ ଏକ୍ସପିରିଏନ୍ସ ଅଭିଜ୍ଞତା ମାଧ୍ୟମରେ ଦ୍ୟାଟ୍ ଏନ୍ସ୍ୟୁର୍ସ କର୍ମ ତାକୁ ହିଁ କର୍ମ କୁହାଯାଏ ତେଣୁ କର୍ମ କେବେ ହେଲେ ଗୋଟେ ପୁନର୍ଜନ୍ମ ପାଇଁ ଦାୟୀ ନୁହେଁ କର୍ମ ପାଇଁ କର୍ମଫଳ ଭୋଗିବା ପାଇଁ ପୁନର୍ଜନ୍ମ ଆସିଥାଏ ଏକଥା କେବେ ବି କୌଣସି କ୍ଷେତ୍ରରେ ଆମେ ପୂର୍ଣ୍ଣଯୋଗରେ ପାଦ ଦେଇଥିବା ମଣିଷମାନେ କହିବା ନାହିଁ ତାଙ୍କ ଭାଷାରେ ଜୀବନ ଭାଷାରେ ନୋ କର୍ମ ନୋ ଏକ୍ସପିରିଏନ୍ସ ଜଣେ ଯଦି କାର୍ଯ୍ୟ ନ କରିବ ତାର ଅଭିଜ୍ଞତା ଆସିବନି ଜଣେ ଯଦି ଏକ୍ସପିରିଏନ୍ସ ହାସଲ ନ କରିବ ତାହେଲେ ତାର ଡେଭଲପମେଣ୍ଟ ହବନି ଭଲ କରି ବୁଝିବା ଜଣେ ଯଦି ଏକ୍ସପିରିଏନ୍ସ ହାସଲ ନ କରିବ ତାହେଲେ ତାର କିଛି ଅଭିଜ୍ଞତା ହବନି ଆଉ ଯଦି ତାର ପ୍ରଗତି ହବନି ଯଦି ତାର ପ୍ରଗତି ନାହିଁ ନୋ ଡେଭଲପମେଣ୍ଟ ନୋ ଆଚିଭମେଣ୍ଟ ଅଫ୍ ଗୋଲ୍ ଜଣେ ଯଦି ପ୍ରଗତି କରୁନି ତାହେଲେ କଣ ହବ ନା ତାର ଡେଭଲପମେଣ୍ଟ କିଛି ହବନି ତାର ଗୋଲ୍ ଲକ୍ଷ୍ୟ ଆମର ଯୋଉ ଲକ୍ଷ୍ୟ ରହିଛି ଲକ୍ଷ୍ୟ ଆମର ହବନି ପରିପୂର୍ଣ୍ଣ ତେଣୁ ବାସ୍ତବରେ ଯଦି ଆମେ ପ୍ରକୃତରେ ଟିକେ ଅନ୍ତର୍ମୁଖୀ ହେବା ଆମ ହୃଦୟର ଗଭୀରତା ପ୍ରବେଶ କରିବା ଆମ ଚେତନାରେ ଟିକେ ଚିନ୍ତାଶୀଳ ହେବା ଚେତନାକୁ ଟିକେ ଫ୍ରଣ୍ଟକୁ ଆଣିବା ଭାବିବା ନିରବରେ ଭାବିବା ବୁଝିବା ଯେ ସାରା ପରମ ବାସ୍ତବତାର ରହସ୍ୟ ହେଉଛନ୍ତି ସଚ୍ଚିଦାନନ୍ଦ ପରମ ବ୍ରହ୍ମ ହଉଛନ୍ତି ଏ ସାରା ବିଶ୍ୱ ବ୍ରହ୍ମାଣ୍ଡ ପ୍ରକାଶର ସେ ହଉଛନ୍ତି ରହସ୍ୟ ଯାହା ବାସ୍ତବତା ରହିଛି ତାଙ୍କ ପାଇଁ ରହିଛି ଯାହା ବାସ୍ତବତା ରହିଛି ତାଙ୍କ ଭିତରେ ହିଁ ରହିଛି ଯାହା ଆମେ ଦେଖୁଛେ ସବୁ ତାଙ୍କ ଇଚ୍ଛା ହିଁ ଘଟିଛି ନିବର୍ତ୍ତନ ପ୍ରକ୍ରିୟା ମାଧ୍ୟମରେ
ସେ ସୃଷ୍ଟିରେ ରହିଛନ୍ତି ଏବଂ ବିବର୍ତ୍ତନ ପ୍ରକ୍ରିୟା ମଧ୍ୟରେ ସୃଷ୍ଟିକୁ ପୁଣି ଉଦ୍ଧାରିତ କରିପାରି ଚାଲିଛନ୍ତି। ଏଇଟା ତାଙ୍କର ଲୀଳା, ଏଇଟା ହଉଛି ତାଙ୍କର ଲୀଳା। ଯାହା କିଛି ସମ୍ପାଦିତ ହଉଛି କାର୍ଯ୍ୟ ଏଠି କେବଳ ହଉଛି ତାଙ୍କର ସୁପର ମାଇଣ୍ଡର ଡାଇରେକ୍ସନ। ଯାହା କାର୍ଯ୍ୟ ହଉଛି ସବୁ ତାଙ୍କ ଡାଇରେକ୍ସନରେ, ତାଙ୍କ ନିର୍ଦ୍ଦେଶନାରେ, ତାଙ୍କ ନିୟନ୍ତ୍ରଣ ଦ୍ୱାରା କାର୍ଯ୍ୟକାରୀ ହଉଛି। ଜୀବନକୁ ପରିଚାଳନା କରିବା ପାଇଁ ସେ ମନ ଦେଇଛନ୍ତି, ପ୍ରାଣ ଦେଇଛନ୍ତି, ଶରୀର ଦେଇଛନ୍ତି ଏବଂ ସେମାନଙ୍କୁ ଯେଉଁଭଳି ଭାବରେ ଆବଶ୍ୟକ ସେଇଭଳି ଭାବରେ ସେମାନଙ୍କୁ ସେ ଗତିଶୀଳ କରାଉଛନ୍ତି, ଗତିଶୀଳ କରେଇକିରି କାର୍ଯ୍ୟ କରୁଛନ୍ତି। ତାହେଲେ ଜନ୍ମ, ମୃତ୍ୟୁ, ପୁନର୍ଜନ୍ମ, ଏଇ ଯୋଉ ପ୍ରକ୍ରିୟା ଗୁଡିକ, ଇଏ ପ୍ରକ୍ରିୟା ଅଲ୍ଟିମେଟଲି ଆମ ପ୍ରତ୍ୟେକଙ୍କ ଜୀବନରେ ଯୋଉ ଆସୁଛି ତାହା ସବୁବେଳେ ଆସିଛି ଆମକୁ ଲକ୍ଷ୍ୟାଭିମୁଖୀ କରିବା ପାଇଁ, ଆମକୁ ଲକ୍ଷ୍ୟ ଆଡକୁ ନେଇଯିବା ପାଇଁ। ଏଇଟା ଯଦି ପୁନର୍ଜନ୍ମ ନଥାନ୍ତା, ଆମେ ଯୋଉମାନେ ଲାଇଫ ପାଇଛେ, ଆମର ଯୋଉ ଲକ୍ଷ୍ୟ ରହିଛି ସେ ଲକ୍ଷ୍ୟ କେବେ ହେଲେ ପୂରଣ ହେଇପାରନ୍ତା ନାହିଁ। ତେଣୁ ଆମେ ଯାହା ଜୀବନରେ ଫେସ୍ କରୁଛେ ସବୁ ତାଙ୍କ ଇଚ୍ଛାରେ ଫେସ୍ କରୁଛେ। ଯାହା ଭଲ କାର୍ଯ୍ୟ, ଖରାପ କାର୍ଯ୍ୟ ସବୁ କିଛି ଘଟୁଛି ପରମଙ୍କ ଇଚ୍ଛାରେ। ସେ ଅରବିନ୍ଦଙ୍କ ସାବିତ୍ରୀରୁ ଦୁଇଟି ଲାଇନ୍ ବୁଝି ଦେଇକି ଆମେ ଆଜିର ଆଲୋଚନା ବନ୍ଦ କରିବା। ସେ କହୁଛନ୍ତି ଆମର ଏରର୍ସ ଆର୍ ହିଜ୍ ଷ୍ଟେପ୍ସ ଅପନ୍ ଦି ୱେ। ଆମ ଜୀବନ ଯାତ୍ରାରେ, ଜୀବନ ପଥରେ ଆମେ ଯୋଉ ଭୁଲ ଭଟକା କରୁଛେ ସେଗୁଡା ହଉଛି ଆମ ରାସ୍ତାର ଗୋଟିଏ ଗୋଟିଏ ଷ୍ଟେପ୍। ସେଇ ଭୁଲ ରାସ୍ତାରେ ପାଦ ଦେଇ, ଭୁଲ କଥା କହି, ଭୁଲ ଅନୁଭବ ନେଇ ଆମେ କୋଉଠି ନା କୋଉଠି ଜୀବନରେ କିଛି କିଛି ଅଭିଜ୍ଞତା ହାସଲ କରୁଛେ। ବର୍ତ୍ତମାନ ଗୋଟିଏ ମିନିଟ୍ ମାଙ୍କ ନାମ ଜପ କରିବା ସହିତ ଆଜିର ଶ୍ରୀ ଅରବିନ୍ଦ ପାଠଚକ୍ରକୁ ସମାପ୍ତ କରିବା। ମା 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 মা মা